ଆଉ ଗୋଟେ ନଙ୍ଗଳା ବାଜିକି ତାକୁ ଏଇନା ଯିବି ତା ମାନେ ଲୁଗା ପିନ୍ଧେଇ ଗଲା ବର୍ଷ ଗୋଟେ ବାଜି ଉଲଗ୍ନ ହେଇ ତା ପରିସ୍ରା ଦୋରରେ ଗୋଟେ ଶିକା ଲଗେଇ ଖାଲି ପକେଇଲା ଉଠେଇଲା ଲୋକ ଯାତ୍ରା ଭଳିଆ ଦେଖିଲେ ତାକୁ ଯାଇ ମନା କଲୁ ନହେଲେ ଜବରଦସ୍ତି ପିନ୍ଧେଇଲୁ। ଆଜି ଏଇନା ଖବର ପାଇଛୁ ଜଣେ ବାଜିକି ଆସି ଉଲଗ୍ନ ହେଇକିରି ସେଠି ଲୋକ ଜାମ୍ ହଉଛନ୍ତି ବସିଛନ୍ତି ଜଏନ୍ ବାଲା ଆମେ ଯାଉଛୁ ଏଇନା ତାଙ୍କୁ ବସ୍ତ୍ର ପିନ୍ଧେଇବା ପାଇଁ। ନାଇଁ ନାଇଁ କହିବା ହିଞ୍ଜଳା ଫିଞ୍ଜଳା କହିବା ଉଚିତ ନୁହଁ। କାହିଁକି କହିବ? ନାଇଁ ନାଇଁ କହିବା ଉଚିତ ନୁହଁ। ଆଉ ଗୋଟେ ନଙ୍ଗଳା ବାଜିକି ତାକୁ ଏଇନା ଯିବି ତା ମାନେ ଲୁଗା ପିନ୍ଧେଇ ସେଇଠି ଗୋଟେ ବାଜି ନଙ୍ଗଳା ହେଇ ଗୋଟେ ବଇଛି ଗଲା ବର୍ଷ ଗୋଟେ ଥିଲା ଜବରଦସ୍ତି ପିନ୍ଧେଇଲି ଏଇନା ଯାଉଛି। ଦରକାର ପଡିଲେ ମାଡ଼ ହବ। ଖଣ୍ଡଗିରିରେ ଲୋକମାନେ କମ୍ପ୍ଲେନ କରିଛନ୍ତି 77 ମସିହାରେ ଏମିତି କମ୍ପ୍ଲେନ ଲୋକମାନେ କଲେ ଯେ 200 ଜଏନ୍ ଉପରେ ଯୋଉ ମନ୍ଦିର ଅଛି ସେଇଠୁ ସେମାନେ ଉଲଗ୍ନ ହେଇ ଯାତ୍ରା ଚାରିପାଖେ ଯା ବୁଲନ୍ତି। ଆମ ମା ଭଉଣୀ ମାନେ ଆପତ୍ତି କଲେ ପୁରା ଉଲଗ୍ନ ଅବସ୍ଥାରେ ସେ ବୁଲନ୍ତି ଲଜ୍ଜା ଲାଗିଲା। ଆମେ ତାଙ୍କୁ ଅନୁରୋଧ କଲୁ ଆମର ସେଠିକାର ଜଣେ ଆଇଙ୍ଗିଣିଆର ପୂର୍ଣ୍ଣ ସୁନ୍ଦରାୟ ଅନୁରୋଧ କଲେ ନେତା ତାଙ୍କୁ ବାଡେଇଲେ ଆମେ ହଗା ନଗା ବାଡେଇଲୁ ଯେ 37 ଜଣ ମେଡିକାଲରେ ପଡିଲେ ସେଇ ଯୋଉ ଲଙ୍ଗୁଳିକି ଜୈନ ମାନେ ଜୈନ ଧର୍ମର ସେଇ ଦିନଟା ଆଉ ନଙ୍ଗଳା ନାହିଁ। ଗଲା ବର୍ଷ ଗୋଟେ ବାଜି ଉଲଗ୍ନ ହେଇ ତା ପରିସ୍ରା ଦୋରରେ ଗୋଟେ ଶିକା ଲଗେଇ ଖାଲି ପକେଇଲା ଉଠେଇଲା ଲୋକ ଯାତ୍ରା ଭଳିଆ ଦେଖିଲେ ତାକୁ ଯାଇ ମନା କଲୁ ନହେଲେ ଜବରଦସ୍ତି ପିନ୍ଧେଇଲୁ। ଆଜି ଏଇନା ଖବର ପାଇଛୁ ଜଣେ ବାଜିକି ଆସି ଉଲଗ୍ନ ହେଇକିରି ସେଠି ଲୋକ ଜାମ୍ ହଉଛନ୍ତି ବସିଛନ୍ତି ଜଏନ୍ ବାଲା ଆମେ ଯାଉଛୁ ଏଇନା ତାଙ୍କୁ ବସ୍ତ୍ର ପିନ୍ଧେଇବା ପାଇଁ। କାରଣ ଖଣ୍ଡଗିରି ଉଦୟଗିରି ଆମର ସମ୍ମାନ। ଆମ ଏଇ ଅଞ୍ଚଳ ଯାନିଯାତ୍ରା ଆମେ ଅଞ୍ଚଳବାସୀ ଯାନିଯାତ୍ରା ଆମର ଆରମ୍ଭ ହୁଏ ଖଣ୍ଡଗିରି ଉଦୟଗିରି ମାଘ ସପ୍ତମୀରୁ ସରେ ବରୁଣେଇ ପାହାଡ଼ ରଜ ସଂକ୍ରାନ୍ତିରେ। ତେଣୁ ଏଠି ଉଲଗ୍ନ ପ୍ରଶ୍ନ ନାହିଁ ଭାଣ୍ଡାମୀର ପ୍ରଶ୍ନ ନାହିଁ। ଏଠି କୌଣସି ପ୍ରକାର ଅବିବେକ ଆମକୁ ପ୍ରଶ୍ରୟ ଦିଆଯିବନି। ସମ୍ମାନର ସେଠି ଆସିବ ଯାତ୍ରା ବୁଲିବ ଠାକୁର ଦର୍ଶନ କରିବ ବାରଭୁଜିକ ଦର୍ଶନ କରିବ ଅନ୍ୟ ଦେବତାଙ୍କୁ ଦର୍ଶନ କରିବ ଖାଇବ ପିଇବ ମଉଜ ମଜଲିସ କରିବ ଦୋକାନ ବଜାର କିଣିବ ମା ଭଉଣୀ ଧରି ବୁଲିବ ଶ୍ରଦ୍ଧାରେ ଆସିବ ଭାଇଚାରା ଭାବେ ଯିବ। ଏତେ ଲାଇନରୁ ଟିକେ ବିଚ୍ଛେଦ ହେଲେ 77 ମସିହା ଭଳିଆ ହଗା ନଗା ମାଡ଼ ହବ ଯେମିତି ଡାକ୍ତରଖାନାରେ 15 ଦିନ ଲେଖା ପଡିକି ସିଏ ଯାଇଥିଲେ ତେମେ ଯିବ। ସେ କୋଉ ରାଜ୍ୟରେ ଚଳିବ କିନ୍ତୁ ଆମ ଏକାମ୍ର ମାଟିରେ ଆମେ ଲଗ୍ନ ଚଢେଇ ଦବୁ। ସେ ଯୋଉ ଯୋଗୀ ଆସନ୍ତୁ ଯୋଉ ଧର୍ମ ଆସନ୍ତୁ ଏଠି ଆମେ ଉଲଗ୍ନ ପ୍ରଶୟ ଦବୁନି। ଆମ ମା ଭଉଣୀଙ୍କର ସମ୍ମାନରେ ଆମେ ଚାଣିବୁ। ସେ ବହୁତ ପ୍ରେମ ହେଇକି ବହୁତ ମାତା ବି ପ୍ରେମ କରିକିରି ମାତା ହେଇଯାଇଛନ୍ତି ବାଜି ହେଇଛନ୍ତି ସେଥିରେ ଯାହା ଆସି ନାହିଁ। 2500 ବାବା ଆସିଛନ୍ତି ମୋତେ ଏଇନା ଡାକିଛନ୍ତି ମୁଁ ଯାଉଛି ପ୍ରତିବର୍ଷ ଯାଏ ତାଙ୍କର ଗୋଟେ ସମ୍ମିଳନୀ କରନ୍ତି ଏଇ ଜଷ୍ଟ ବାହାରିଲି ଖଣ୍ଡଗିରି ଉଦୟଗିରି। ନା ମୁଁ ଜାଣିନି ସେ କଥା ମୁଁ ଅନୁସନ୍ଧାନ କଲି ଯାଉଛି ନା ଖଣ୍ଡଗିରି। ନାଇଁ ନାଇଁ କହିବା ହିଞ୍ଜଳା ଫିଞ୍ଜଳା କହିବା ଉଚିତ ନୁହଁ। କାହିଁକି କହିବ? ନାଇଁ ନାଇଁ କହିବା ଉଚିତ ନୁହଁ। ସମସ୍ତଙ୍କର ଆତ୍ମସମ୍ମାନ ଅଛି ସମସ୍ତଙ୍କର ଜୀବିକା ଅଛି ସମସ୍ତଙ୍କର ବଞ୍ଚିବା ଅଧିକାର ଅଛି। ଆମେ କାହାକୁ କ୍ରିଟିସାଇଜ କରି ହିଞ୍ଜଳା ଫିଞ୍ଜଳା କହିବାଟା ଠିକ ନୁହଁ। ନାଇଁ ଉଚିତ ନୁହଁ।